लिंग पुराण अष्टम अध्याय श्री भुवनेश्वर देवंक चतुर्दश यात्रा कथन। भृगुवाच राजांक मुखरु शुणी एही प्रश्न बाणी। संतोषे भृगु कहिले शुण नृपमणि। एक उपाख्यान अछि अपूर्व से कथा। तुम्भ आगरे प्रकाश करुछि ता जथा। पितांक आदेश पाଳି श्रीराम जे काळे। सीतांक सहित घोर वनवासे गले। अत्रि मुनिंक पवित्र आश्रमरे मिली। किछि दिन सेठारे रहिले चापधारी। सेही आश्रमरे बहु मुनि माने थांती। पशु पक्षी माने तही निर्भये चलती। एमंत सुरम्य आश्रमरे रघुनाथ। मुनि की प्रणाम करी भाई भार्या साथ। अतिथि भावे आनंदे दिन काल नेले। एक कथा श्रीराम मुनि की पचारिले। प्रश्न अनुसारे से ही अति तपोधन। यथार्थ उत्तर दियंती होई तो समन। मुनि पत्नी अनुसूया व्रत परायणा। ताहार चरणे नमी जनक दुलणा। उषत मनरे तांको निकटे बसिले। एक विधवा कन्या को सेठारे देखिले। अनुसूया को पूछिले जनक नंदिनी। शुक्लवास पिंधि थिबा एही तपस्विनी। एभली दुख कातरा अल्प बयसे। कि हेतु रस नाही एहांक मानसे। एथिरे कारण मते कह आगो मात। काहार दुहिता एहु केउ वंशे जात। सीतांक वचन शुणी देवी अनुसूया। बोइले शुण गो सती जनक तनया। हय हय वंशीय शिव राजांक दुहिती। एही सौभाग्यहीना विधवा जुवती। आपणा कर्म दोषरु बाल्य कालु जाण। वैधवी प्राप्त होइछि सहुछि कषण। एहा शुणी पुनर्बार पचारिले सीता। केउ अपकर्म करिथिले बनिता। जहिरे घटिछि एनि दारुण जे दुख। मानसरे हांकर नाही शांति सुख। से अकर्म फल किस कह गो जननी। मन घांटी हुए देखी एमंत दुखिनी। अनुसूया बोइले से सीतांकु सधीरे। पूर्वे जन्मी थिला ब्राह्मण कुलरे। अति रूपवती होई सर्वांग सुंदरी। जौवन गर्भे थाए दिवस सर्वरी। द्रौपदी की देखी कटु कथा जे कहे। रात्रि काले से पतिर सज्जा को न जाए। सही दोषरुए जन्मे मंत दुर्दशा। बाल्यरु विधवा होइछि गो मृग दृशा। जेउ कुल लक्ष्मी नारी स्वामी की निंदई। पति आज्ञा को अवज्ञा करे गर्भ बही। पति सेवा न करिण कहे कटु बाणी। वैधव्य दारिद्र्य दशा लभे से तरुणी। आपणा अर्जिला कर्म दोषरु केवल। जन्मांतरे भोग करे सेही कर्म फल। बाल्यकालरु निश्चय होई विधवा। निज कला कर्म फल के खंडिबवा। एकथा शुणी जगत जेमा सती सीता। अनुसूया को बोइले होइण दुखिता। आगो माता कह कि ना केवल उपाय।
ବିଧବା କଷଣ ନ ଭୋଗନ୍ତିଟି ନାରୀଏ। ସୀତାଙ୍କ ମୁଖୁଏ ସନ ଶୁଣି ତତ କାଳେ ପ୍ରାଣପତିଙ୍କ ପାଖକୁ ଅନୁସୂୟା ଗଲେ। ଦଇନି କରି ତାହାଙ୍କୁ ପୁଥିଲେ ବାଣୀ ଭୋନାଥ କହନ୍ତୁ ଭଲେ ଯଥାର୍ଥ କାହାଣୀ। କେବଳ ଉପାୟ କେଉଁ ଦାନ ପୁଣ୍ୟ କଲେ କୃତକର୍ମ ଦୋଷ ମାନ କ୍ଷୟ ହୁଏ ଭଲେ। ପତ୍ନୀଙ୍କ ମୁଖୁଏ କଥା ଶୁଣି ଅତ୍ରି ମୁନି ସାନ୍ତ୍ୱନା କରି ତାହାଙ୍କୁ କହିଲେ ସେ କ୍ଷଣି। ବୈଧବ୍ୟ ଦୋଷ ଯେ ମନ୍ତେ କ୍ଷୟ ହୁଏ ଶୁଣ କହୁଛି ମୁଁ ତୁମ୍ଭ ଆଗେ ସେହି ବିବରଣ। ସୁବର୍ଣ୍ଣ ନିର୍ମାଣ ଉମା ମହେଶ୍ୱର ମୂର୍ତ୍ତି ରୌପ୍ୟ ବୃଷଭ ନିର୍ମାଣୀ ଯତନରେ ଅତି। ଶ୍ଵେତବସନ ମଣ୍ଡିଣ ସେ ବୃକ୍ଷ ଉପରେ ପ୍ରତିମାକୁ ବିଜେ କରାଇବ ଭକ୍ତି ଭରେ। ବସନ ପରେ ପାତିଣ ବ୍ୟାଘ୍ର ଛାଲ ଗୋଟି ତଥି ଉପରେ ବସାଇ ମୂରତି ଦିଓଟି। ଚତୁର୍ଦ୍ଦଶୀ ଉପବାସ କରି ଶୁଦ୍ଧ ମନେ ଶ୍ରଦ୍ଧାରେ ପୂଜିବ ସେହି ମୂର୍ତ୍ତିଙ୍କି ବିଧାନେ। ଫୁଲ ବେଲ ପତ୍ରୀ ବାସ ଚନ୍ଦନ ସହିତେ ବିଶୁଦ୍ଧ ଜଳରେ ଆରାଧିବ ଯଥୋଚିତେ। ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ଅର୍ପିବ କୌଣସି ଦ୍ରବ୍ୟରେ କୃପଣତା ନ କରିବ। ଉମା ମହେଶ୍ୱରଙ୍କର ଧ୍ୟାନ ସ୍ତୁତି ପଢ଼ି କ୍ଷମା ପ୍ରାର୍ଥନା କରିବ ବେନି କର ଯୋଡ଼ି। ହଜାର ସଂଖ୍ୟାରେ ହୋମ କରି ତାଙ୍କ ନାମେ ଦିବସ ରଜନୀ ଯାକ ରହିବ ସଂଯମେ। ପ୍ରଭାତ ହୁଅନ୍ତେ ସ୍ନାନ ଆଦି ବଢ଼ାଇବ ପୂର୍ବ ଦିନ ପରି ଭଲେ ପ୍ରତିମା ପୂଜିବ। ବେଦଜ୍ଞ ବ୍ରାହ୍ମଣ ଡାକି ଶ୍ରଦ୍ଧା ଭକ୍ତି ଭରେ ଆପଣାର କର୍ମ ଦୋଷ ଶାନ୍ତି ନିମିତ୍ତରେ ସେହି ସ୍ୱର୍ଣ୍ଣ ପ୍ରତିମାଙ୍କୁ ତାହାଙ୍କ ହସ୍ତରେ ପ୍ରଦାନ କରିବ ଦକ୍ଷିଣାର ସହିତରେ। ତଦନ୍ତେ ଆନନ୍ଦେ ବ୍ରତ ପାଳନ କରିବ ଏମନ୍ତେ ବ୍ରତ କରିଲେ ସର୍ବ ଶୁଭ ହେବ। ନାରୀ ବିଧବା ଦୋଷରୁ ହୋଇବେ ମୁକ୍ତ ପତିବ୍ରତା ବୋଲାଇବେ ସଂସାରେ ନିଶ୍ଚିତ। ଧନ ପୁତ୍ର ଆୟୁ ଯଶ ହୋଇବ ବର୍ଦ୍ଧନ ରୋଗ ଶୋକ ଦୁଃଖ ନ ବାଧିବ କଦାଚନ। ଇହ କାଳେ ସୁଖ ଶାନ୍ତି ଲଭି ସେହି ନାରୀ ପରକାଳେ ଯମ ଜାତ ନାରୁ ହେବେ ପାରି। ପ୍ରାଣାନ୍ତ ପର୍ଯ୍ୟନ୍ତ ସେ ବିଧବା ନ ହୋଇବ ପତିର ଆଗହୁ ନିଜ ଶରୀର ତ୍ୟଜିବେ। ଉମା ମହେଶ୍ୱର ବ୍ରତ ମହିମା ଏମନ୍ତ ଏଥିରେ ସଂଶୟ ନାହିଁ କହିଲିଟି ସତ୍ୟ। ପୂର୍ବେ ସାବିତ୍ରୀ ଏ ବ୍ରତ କରିଥିଲେ ଯେଣୁ ସ୍ୱାଧୀ ସତୀ ପତିବ୍ରତା ବୋଲାଇଲେ ତେଣୁ। ଯେଉଁ ସୁଲକ୍ଷଣୀ ନାରୀ ଏ ବ୍ରତ କରିବ ନିଶ୍ଚୟ ସେହୁ ବିଧବା ଦୋଷରୁ ତରିବ। ଅତ୍ରି ମୁନି ଏହିପରି ପତ୍ନୀଙ୍କି କହନ୍ତେ ସତୀ ଅନୁସୂୟା ଦେବୀ ତହୁଁ ତ ସଚିତେ। ସୀତାଙ୍କୁ ସକଳ କଥା ବୁଝାଇ କହିଲେ ଉମା ମହେଶ୍ୱର ବ୍ରତ ଆପେ ଆଚରିଲେ। ସେହିଦିନୁ ସୀତା ସତୀ ହୋଇଣ ସତ ସାଦରେ ପାଳିଲେ ଉମା ମହେଶ୍ୱର ବ୍ରତ। ଶକ୍ତିଲିଙ୍ଗ ପୂଜା କରି ଚତୁର୍ଦ୍ଦଶୀ ଦିନେ ବ୍ରତର ଫଳ ପାଇଲେ ଲିଙ୍ଗ ଆରାଧନେ। ଶ୍ରୀରାମଙ୍କ ଆଗେ ନିଜ ଶରୀର ତ୍ୟଜିଲେ ବୈଧବ୍ୟ ଦୋଷରୁ ସତୀ ସୀତା ଉଦ୍ଧରିଲେ।
ଅନସୂୟା ସେହି ବ୍ରତ କରିଣ ଯତନେ ଅତ୍ରିଙ୍କ ଆଗରୁ ଦେହ ଛାଡ଼ିଲେ ତେସନେ। ଏମନ୍ତ ମହିମା ଅଛି ଉମା ଶିବ ବ୍ରତେ କହିଲିଟି ମୁନି ଗଣ ପୁରାଣ ଯୁକତେ। ସନତ କୁମାର ମହାରୁଷିଏ ତେଜେ ଭଣି ଉମା ମହେଶ୍ୱରଙ୍କୁ ସେ ନମିଲେ ସେ କ୍ଷଣି। ସୌନକ ସହିତେ ଯେତେ ତହିଁ ମୁନିବରେ ଭକ୍ତିରେ ପ୍ରଣାମ କଲେ ଉମା ମହେଶ୍ୱରେ। ଲିଙ୍ଗ ପୁରାଣ ଶିବ ରହସ୍ୟ କଥନ ଶ୍ରବଣ କରି ସଂସାରୁ ତର ସର୍ବଜନ। ଇଷ୍ଟଦେବ ପାଦ ପଦ୍ମୀ ଚିନ୍ତି ଅନ୍ତର୍ଗତେ କହେ ଦାସ କ୍ଷେତ୍ରବାସୀ ସୁଲଳିତ ଗୀତେ। ଇତି ଶ୍ରୀଲିଙ୍ଗ ପୁରାଣେ ତୃତୀୟ ଖଣ୍ଡେ ଉମା ମହେଶ୍ୱର ବ୍ରତ କଥନେ ନାମ ନବମ ଅଧ୍ୟାୟ। ଦଶମ ଅଧ୍ୟାୟ ସୋମବାର ବ୍ରତବିଧି କଥନ। ସନତ କୁମାର ଉବାଚ ଏଥୁ ଅନନ୍ତରେ ଋଷି ସନତ କୁମାର ସୌନକ ଆଦି ମୁନିଙ୍କି କହିଲେ ଆବର। ଶୁଣ ହେ ତାପସ ଗଣ ମନ କର୍ଣ୍ଣ ଦେଇ ସୋମବାର ବ୍ରତ କଥା କହୁଅଛି ମୁହିଁ। ଶିବଙ୍କର ଏହି ବ୍ରତ କରିବେ ଯେମାନେ ଧନ ଜନ ପରମାୟୁ ଲଭିବେ ସେମାନେ। ଅକର୍ମ କର୍ମଦାୟକ ପ୍ରଭୁ ଲିଙ୍ଗରାଜ ବାଞ୍ଛା ସିଦ୍ଧି କରନ୍ତି ସେ ବ୍ରତେ ସହଜ। ମାର୍ଗଶିର ମାସ ଠାରୁ ଆରମ୍ଭ କରିଣ କାର୍ତ୍ତିକ ପୂର୍ଣ୍ଣିମା ଯାଏ କରିବ ପାଳନ। ପ୍ରତି ସୋମବାର ଦିନ ଆମିଷ ଛାଡ଼ିବ ହବିଷ ନ ପ୍ରସାଦ ଭୋଜନ କରିବ। ପ୍ରାତଃ ସ୍ନାନ ସାରି ଭଲେ ଶୁଚିମନ୍ତ ହୋଇ ଦର୍ଶନ କରିବ ଶିବଲିଙ୍ଗ ମୋଦ ବହି। ଫୁଲ ବେଲପତ୍ରୀ ବାସ ଚନ୍ଦନ ସହିତେ ଶ୍ରଦ୍ଧା ଭକ୍ତି ଭାବେ ଦେବ ଶିବଲିଙ୍ଗ ମାଥେ। ପ୍ରଦକ୍ଷିଣ ନମସ୍କାର ସ୍ତୁତି ଆଚରିବ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗକୁ ଅର୍ଚ୍ଚନା କରିବ। ଶ୍ରୀ ଅନନ୍ତ ବାସୁଦେବ କରିବ ଦର୍ଶନ ଯଥା ବିଧାନେ କରିବ ପୂଜନ ଭଜନ। ସନ୍ତୋଷ କରିବ ଅତି ଆନନ୍ଦିତ ମନେ 12 ମାସ ଯାକ ପ୍ରତି ସୋମବାରେ ଜାଣ ଘୃତ ପ୍ରଦୀପ ଜାଳିବ ଶିବଙ୍କ ସଦନ। ଏକ ବେଳା ଦିବସରେ କରିବ ଆହାର ପ୍ରବାସେ ନ ଯିବ ପଡ଼ିଲେଟି ସୋମବାର। ଆବର ପାଳିବ ଯାହା କହୁଅଛି ଶୁଣ ଯହିଁରେ ଶ୍ରୀଲିଙ୍ଗ ରାଜ ହନ୍ତି ସୁପ୍ରସନ୍ନ। 12 ମାସେ 12 ଗୋଟି ଦ୍ରବ୍ୟ ବର ଜୀବ ବୁଝି ଘେନ ହେ ସୁମତି କହୁଛି ତା ସର୍ବ। ଆଦ୍ୟ ମାର୍ଗଶିର ମାସେ ନ ଭୁଞ୍ଜିବ ଶାଗ ପୌଷ ମାସରେ କରିବ ଲବଣକୁ ତ୍ୟାଗ। ମାଘ ମାସରେ କରିବ ତୈଳ ବର୍ଜନ ଗୁଆ ନ ଖାଇବ କେବେ ହୋଇଲେ ଫାଲ୍ଗୁନ। ଚୈତ୍ରରେ ପୁଷ୍ପମାଲ୍ୟକୁ ଅଙ୍ଗେ ନ ପିନ୍ଧିବ ବୈଶାଖ ମାସରେ ଭାତ ସମୂଳେ ତେଜିବ। ଜ୍ୟେଷ୍ଠ ମାସେ ଧାରା ଜଳେ ନ କରିବ ସ୍ନାନ ଆଷାଢ଼ ମାସରେ ଦଧି କରିବ ବର୍ଜନ। ଶ୍ରାବଣ ମାସ ହୋଇଲେ ସ୍ନାନ ଓଦାବାସ ନିଜ ଦେହ ଶୁଖାଇବ ଛାଡ଼ି ଅନ୍ୟ ବାସ। ଭାଦ୍ରରେ ଚାମର ପଙ୍ଖା ବିଞ୍ଚି ନ ହୋଇବ ଆଶ୍ୱିନେ ଘୃତ ବରଜି ଦୁଗ୍ଧ ଆଦରିବ। କାର୍ତ୍ତିକ ମାସରେ ଶଯ୍ୟା ସୁପାତି ଛାଡ଼ିବ ତୃଣ ଆଦି ପାରି ତହୁଁ ଶୟନ କରିବ।
ଏମନ୍ତେ 12 ମାସରେ 12 ଦ୍ରବ୍ୟମାନ ସୋମବାର ବ୍ରତ ଜନ କରିବ ବର୍ଜନ। ଏମାନ ବର୍ଜନ କଲେ ହୁଏ ଯେଉଁ ଫଳ ଏକ ମନେ ଶୁଣ ତୁମ୍ଭେ ହେ ମୁନି ସକଳ। ଦୁର୍ଗା ଦେବୀଙ୍କି ଯେ ଶାଗ କରି ନିବେଦନ ତ୍ୟାଗ କଲେ ହୁଏ ବହୁ ଆୟୁଷ ବର୍ଦ୍ଧନ। ଅନ୍ତକାଳେ ବିଷ୍ଣୁ ଲୋକେ ଗମନ କରନ୍ତି ମହାଶାନ୍ତି ପାଇ ପୁନର୍ଜନ୍ମ ନ ହୁଅନ୍ତି। ଲବଣ ତ୍ୟାଗରେ ଦିବ୍ୟ ଗତି ପ୍ରାପ୍ତ ହୁଏ ଅନ୍ତିମରେ ସେହି ପ୍ରାଣୀ ଶିବ ଲୋକେ ଯାଏ। ତୈଳ ତ୍ୟାଗ କଲେ ଇହ କାଳର ମଙ୍ଗଳ ଅନ୍ତକାଳେ ମିଳେ ଶସ୍ତ୍ରେ ଗୋଦାନର ଫଳ। ଗୋବାକ ବର୍ଜନେ ଦିବ୍ୟ ବିମାନରେ ବସି ସୂର୍ଯ୍ୟଲୋକକୁ ଗମନ୍ତି ଅନ୍ତେ ପାପ ଧ୍ୱଂସୀ। ପୁଷ୍ପମାଲ୍ୟ ତ୍ୟାଗେ ପ୍ରାଣୀ ନିରୋଗୀ ହୋଇ ଉତ୍ତମ ଗତି ଲଭଇ ଅନ୍ତିମରେ ସେହି। ଭାତ ତ୍ୟାଗେ ବୈକୁଣ୍ଠକୁ କରନ୍ତି ଗମନ ବିଷ୍ଣୁ ଅନୁଚର ହୋଇଥାନ୍ତି ଚିରଦିନ। ଧାରା ଜଳ ବରଜନେ ସ୍ୱର୍ଗ ସୁଖ ମିଳେ ଇହଲୋକେ ପାପ ତାପ ନର ହୋଇ ତିଳେ। ଆଷାଢ଼େ ଦଧି ବର୍ଜନେ ବ୍ରତକାରୀ ଜନ ବରୁଣ ଲୋକକୁ ଅନ୍ତେ କରନ୍ତି ଗମନ। ବସନ ତ୍ୟାଗର ଫଳ ବ୍ରହ୍ମଲୋକ ପ୍ରାପ୍ତି ପଙ୍ଖା ବର୍ଜନ ତ୍ୟାଗରେ ମିଳେ ମୋକ୍ଷ ଗତି। କୈଳାସ ଭୁବନେ ଶିବ ଅନୁଚର ହୋଇ ପ୍ରଳୟ ବଧି ଶାନ୍ତି ମିଳଇ ଯେ ତହିଁ। ଘୃତ ତ୍ୟାଗେ ଉତ୍ତମ ଲାବଣ୍ୟ କଳେବରେ ଦୀର୍ଘଜୀବୀ ହନ୍ତି ଭବେ ବ୍ରତୀ ନାରୀ ନରେ। ଶଯ୍ୟା ପରିତ୍ୟାଗ ଫଳ ଚନ୍ଦ୍ର ଲୋକେ ଗତି ପୁନର୍ବାର ମର୍ତ୍ତ୍ୟକୁ ସେ ଫେରି ନ ଆସନ୍ତି। ଏମନ୍ତେ 12 ମାସରେ 12 ଦ୍ରବ୍ୟମାନ ତ୍ୟାଗ କରିବେ ସଂସାରେ ଦ୍ରୁତ କଲା ଜନ। ଆବର କହୁଛି ଶୁଣ ଆହେ ମୁନି ଗଣ ତିଥି ଅନୁସାରେ ଦ୍ରବ୍ୟ ଯାହା କି ବର୍ଜନ। ପ୍ରତିପଦ ତିଥି ଯେଉଁ ଦିବସ ପଡ଼ିବ ସୋମବାର ବ୍ରତୀ ଜନ କୁଷ୍ମାଣ୍ଡ ଛାଡ଼ିବ। ଦ୍ୱିତୀୟାର ବୃହସ୍ପତି କି କରିବ ବର୍ଜନ ତୃତୀୟାରେ ବର ଯିବ ପଟୋଳ ଭକ୍ଷଣ। ଚତୁର୍ଥୀରେ ମୂଳା ନ ଖାଇବ ବ୍ରତୀ ଜନ ପଞ୍ଚମୀ ତିଥିରେ ଶ୍ରୀଫଳଟିୟ ଭୋଜନ। ଷଷ୍ଠୀରେ ନିମ୍ବ ସପ୍ତମୀ ଦିନ ତାଳ ଫଳ ସୋମବାରେ ବ୍ରତକାରୀ ତେଜିବ କେବଳ। ଅଷ୍ଟମୀ ଦିବସେ ନ ଭକ୍ଷିବ ନାରିକେଳ ନବମୀରେ ଅଲାବୁଜେ ଗୋମାଂସର ତୁଲ୍ୟ। ଦଶମୀ ଦିନ ଭକ୍ଷଣେ ନିଷେଧ କଳମ୍ବ ଏକାଦଶୀରେ ଭକ୍ଷିବ ନାହିଁ ମାତ୍ର ଶିମ୍ବ। ଦ୍ୱାଦଶୀ ତିଥିରେ ପୋଇ ବୋଲାଏ ଆମିଷ ଏହେତୁ ବ୍ରତୀ ବର୍ଜନ କରିବ ଅବଶ୍ୟ। ତ୍ରୟୋଦଶୀରେ ଅଭକ୍ଷ ଅଟେ ବାଇଗଣ ଆହାର କରିବ ନାହିଁ ବ୍ରତ କଲା ଜନ। ଚତୁର୍ଦ୍ଦଶୀ ତିଥି ଅତି ପ୍ରିୟ ଶିବଙ୍କର ଏଦିନ କରିବ ନାହିଁ ବିରିକି ଆହାର। ପୂର୍ଣ୍ଣିମା ଅଥବା ଅମାବାସ୍ୟାର ଦିବସ ବର୍ଜନ କରିବ ବ୍ରତୀ ତୈଳ ମତ୍ସ୍ୟ ମାଂସ। ରମଣୀ ସଙ୍ଗରେ ସହବାସନ କରିବ କୁଶ ଆସନେ ଆପଣା ଶୟନ କରିବ। ଏକାବେଳେ ପ୍ରତିଦିନ ହବ୍ୟସ ଭୋଜନେ
ଦିବସେ ଦୁଇ ଭୋଜନ କରିବ ବର୍ଜନ। ଶ୍ରୀହରିହରଙ୍କୁ ଅତି ଭକ୍ତି ସହକାରେ ଦର୍ଶନ କରୁଥିବ ଯେ ବ୍ରତି ସ୍ନାନ ପରେ। ପ୍ରାତଃ ସ୍ନାନ ଆତରିବ ପ୍ରତ୍ୟେକ ଦିବସେ ଶିବ ପଞ୍ଚାକ୍ଷର ମନ୍ତ୍ର ଜପିବ ହରସେ। ଶିବଲିଙ୍ଗ ସମୀପରେ ବିଷ୍ଣୁ ସହସ୍ର ନାମ ପ୍ରତିଦିନ ପାଠ କରୁଥିବ ବ୍ରତି ଜନ। ଏମନ୍ତ ମୁନି ସମାଜେ ସନତ କୁମାର ବଖାଣିଲେ ସୋମବାର ବ୍ରତ ସମାଚାର। ଶୁଣି ସୌନକାଦି ମୁନି ହୋଇଲେ ଉଷତ ଅନୁଷ୍ଠାନ କଲେ ସର୍ବେ ସୋମବାର ବ୍ରତ। ସେହି ସିଦ୍ଧ ସାଧୁଙ୍କର ପଥ ଆଶ୍ରିତରେ ଲିଙ୍ଗ ପୁରାଣ ବୃତ୍ତାନ୍ତ ରଚଇ ଗୀତରେ। आहे सुज्ञजन माने ते मो मागुणी असार संसार तर ଏହା पढ़ी शुणी। श्लोक छंदे जहा विचरिले वेद व्यास तार अनुवाद कमु क्षेत्रवासी दास। इति श्रीलिंग पुराणे तृतीय खंडे सोमवार व्रत विधि कथने नाम दशम अध्याय। एकादश अध्याय चतुर्दश यात्रा प्रसंग प्रथमाष्टमी महोत्सव कथन। सौनक उवाच एथु अनंतरे जे सौनक तपोधन सनत कुमार ऋषिंकी कले निवेदन। भौमहर्षि सर्वज्ञानी विधिंक तनय जा कहिल सोमवार व्रतर विषय। श्रवण करिण ताहा हेलु कृत्य कृत्य एबे पचारुछु आम्भे तापस समस्त। पूर्वे आम्भ मानंकु जे कहिछ आपण ठिके ठिके चतुर्दश यात्रा विवरण। सविस्तारे यथा विधि आद्य प्रांत करी प्रकाश करिबा हेउ जाहा जेउ परी। सनत कुमार उवाच सनत कुमार बोलंती होइण आनंद जाहा पचारई एबे शुण मुनि वृंद। पूर्व काले व्यास आदि ऋषिंक गोचरे भुवन ईश्वर कहिथिले श्रद्धा भरे। पुणे निज ताज भक्ते भुवन ईश्वर स्वप्ने आज्ञा देले प्रभु यात्रा समाचार। श्री भुवनेश्वर उवाच हर्ष उत्फुल्ल नयने श्री भुवनेश्वर बोइले शांत भक्त नृपति शेखर। मोर चतुर्दशी यात्रा करसी भियाण जहिरे अति प्रसन्न हेब मोर मन। जहि भक्ति आचरिबे नर नारी माने सेहि यात्रा कर मोर एकाम्र कानने। आद्य मार्गशीर शुभ मासरे राजन प्रथमाष्टमी उत्सव कर अनुष्ठान। एहि मासे षष्ठी तिथि पड़िब से दिन मो प्राकरण उत्सव करिबटी जान। पौष पूर्णमी रे कर मोर अभिषेक तथा वंदापना विधि पूजा जेतेक। मकर संक्रांति दिन आहे नरधव मोलिंगे घृत कंबक अर्पण करिब। माघ सप्तमी रे कर मोर यथा विधि विख्यात भास्करेश्वर लिंगर सन्निधि। माघ कृष्ण चतुर्दशी जेउ दिन हेब से दिन मो शिवरात्रि व्रत आरंभिब। महास्नान महोत्सव भियाइब भले संतोष होइबे मोहि अति कुतूहले। अशोकाष्टमी यात्रा रे रथ महोत्सव
ପ୍ରଜାବୃନ୍ଦ ଘେନି ଯାତ୍ରା ଯତନେ କରିବ। ରଥ ପରେ ମୋତେ ଦେଖି ପାପି ତପି ନରେ, ମୋର ଲୋକେ ଚଳି ଯିବେ ଅନ୍ତିମ କାଳରେ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ପଡ଼ିଲେଟି ଏକା, ଯାତ୍ରା ଭିଆଇବ ମୋର ଦମନ ଭଞ୍ଜିବା। ମୋ କାରଣେ ହେ ରାଜେନ୍ଦ୍ର ଏହି ଯାତ୍ରା ବିଧି, ଆରମ୍ଭ କରିବ ତୀର୍ଥେଶ୍ୱରଙ୍କ ସନ୍ନିଧି। ବୈଶାଖ ଶୁକ୍ଳ ତୃତୀୟା ଉତ୍ତମ ତିଥିରେ, ଗନ୍ଧ ଚନ୍ଦନ ଚର୍ଚ୍ଚିତ କରିବ ଲିଙ୍ଗରେ। ଆଷାଢ଼ ମାସର ଶୁକ୍ଳ ପକ୍ଷ ଅଷ୍ଟମୀରେ, ଉତ୍ସବ କରିବ ପରଶୁରାମ ସନ୍ନିଧିରେ। ମୋ ଆଗେ ମଣ୍ଡପ ପରେ ମୋହର ଶୟନ, ଯତନରେ କରାଇବ ହେ ଭକ୍ତ ରାଜନ। ଶ୍ରାବଣ ଚତୁର୍ଦ୍ଦଶୀରେ ହୋଇ ଯତ୍ନବାନ, ଆନନ୍ଦେ କରିବ ମୋର ପବିତ୍ରର ପଣ। ଯମ ଦ୍ୱିତୀୟାରେ ଯମନାଥ ସନ୍ନିଧରେ, ଯାତ୍ରା ଭିଆଣ କରିବ ଉତ୍ତମ ବିଧିରେ। ଉତ୍ଥାନ ଯାତ୍ରା ସେ ମୋର ସଂଖ୍ୟା ଚତୁର୍ଦ୍ଦଶ, ସର୍ବଲୋକ ଫଳପ୍ରଦ ଅଟଇ ଅବଶ୍ୟ। ଚତୁର୍ଦ୍ଦଶ ଯାତ୍ରା ମୋର ଯେଉଁ ଜନ ଦେଖେ, ସପ୍ତପୁରୁଷ ତୁଲେ ସେ ଯାଏ ମୋ ସାଲୋକେ। ନୃପବରେ ଏହା କହି ପ୍ରଭୁ ତ୍ରିଲୋଚନ, ଅନ୍ତର୍ଧ୍ୟାନ ହେଲେ ତହୁଁ ଆପଣେ ବହନ। ରାଜା ତଥା ଯାତ୍ରା ବିଧି କରି ସମାରୋହେ, ଶୈବୀ ଗତିକି ଲଭିଲେ ଅନ୍ତିମ ସମୟେ। ଏବେ କହୁଅଛି ଶୁଣ ହେ ମୁନି ପୁଙ୍ଗବ, ପୃଥକ ପୃଥକ ଯାତ୍ରା ମହାମହୋତ୍ସବ। ଯେଉଁ ସ୍ଥାନେ ଯଥା ଦେବଙ୍କର ଯାତ୍ରା ମାନ, ଯଥାବିଧି ଅନୁପମ ଅପୂର୍ବ ବିଧାନ। ମାର୍ଗଶିର ଶୁଭ ମାସେ ଯେ ପ୍ରଥମାଷ୍ଟମୀ, ଭୁବନେଶ୍ୱରଙ୍କୁ ଉଦ୍ଦେଶ୍ୟ ଆଦ୍ୟ ଯାତ୍ରା ଭଣୀ। ବରୁଣ ଭୂପଙ୍କୁ ଆଜ୍ଞା ଦେଲେ ଭୁବନେଶ, ସେହି କଥା ଶୁଣ ବିପ୍ର କରୁଛି ପ୍ରକାଶ। ଆଜ୍ଞା ବରୁଣ ଭୂପାୟ ଭୁବନେଶ ପ୍ରଦତ୍ତବାନ୍, ସମୀପଂ ତବ ଲିଙ୍ଗସ୍ୟ ଯାସ୍ୟାମି ପ୍ରଥମାଷ୍ଟମୀ। ତତଃ ପ୍ରଭୃତି ଭୋ ବିପ୍ରା ଯାତ୍ରୈକା ପ୍ରଥମାଷ୍ଟମୀ। ଏହି ଯେ ପ୍ରଥମାଷ୍ଟମୀ ଯାତ୍ରାରେ ଯେ ଜନ, ଆଚରଇ ଭଲେ ସ୍ନାନ ଧ୍ୟାନ ଜପ ଦାନ। ଅକ୍ଷୟ ପୁଣ୍ୟ ହୁଅଇ ଅବଶ୍ୟ ତାହାର, ସର୍ବ ପାପ ବିନାଶନ ହୁଏ ଯେ ସତୋର। ପ୍ରଥମାଷ୍ଟମୀରେ ଯେଉଁ ଭାଗ୍ୟବାନ ଜନ, ଯାତ୍ରା ମହୋତ୍ସବେ ସମର୍ପିଣ ମନ ପ୍ରାଣ। ସ୍ନାନ ଜପ ଦାନ ଆଦି କରଇ ବିଧାନେ, ଅକ୍ଷୟ ପାପ ବିନାଶ ହୁଏ ଘେନ ମନେ। ମାର୍ଗଶିର ଶୁଭ ମାସେ ପ୍ରଥମାଷ୍ଟମୀରେ, ଭୁବନେଶ୍ୱରଙ୍କ ପ୍ରତିମା ଦର୍ଶନ ଯେ କରେ। ମହା ଉତ୍ସବ ଭିଆଏ ଆନନ୍ଦିତ ମନେ, ସ୍ତୁତି ଗୀତ ଗାନ କରେ ଶଙ୍ଖ ଆଦି ଶୋନେ। ଅନ୍ତିମ ସମये ସେହୁ ବିଷ୍ଣୁ ଧାମେ ଯାଏ, ସର୍ବ ପାପ ଶୂନ୍ୟ ହୋଇ ଦିବ୍ୟ ଗତି ପାଏ। କଥା ପ୍ରସଙ୍ଗରେ ହର ପାର୍ବତୀଙ୍କ ଆଗେ, ଏଥିପୂର୍ବେ କହିଥିଲେ ଅତି ଅନୁରାଗେ। ସର୍ବଶୁଭେ ଯେଉଁ ଜନ ଏ ଅଷ୍ଟମୀ ଦିନେ, ଶ୍ରଦ୍ଧାଯୁକ୍ତ ଭକ୍ତି ଯୁକ୍ତ ହୋଇ ନିଜ ମନେ। ସତ୍ୟବାଦୀ ଜିତେନ୍ଦ୍ରିୟ ଦୃଢ଼ ବ୍ରତୀ ହୋଇ, ମଲିଙ୍ଗ ଅର୍ଚ୍ଚନା କରେ ଉପବାସେ ରହି। ଗନ୍ଧମାଲ୍ୟ ସ୍ନାପନାଦି ମନ୍ତ୍ର ଜପ ପରେ,
ନୈବେଦ୍ୟ ଦ୍ରବ୍ୟ ସମର୍ପି ନମସ୍କାର କରେ। ଭୂମିଷ୍ଠ ହୋଇଣ ମୋର କରଇ ବନ୍ଦନ, ଗୀତ ବାଦ୍ୟ ସହିତରେ ଆରମ୍ଭେ ନର୍ତ୍ତନ। ତାର ସେ ପୂଜା ମୁଁ ଘେନେ ଅତ୍ୟନ୍ତ ଆଦରେ, ପରମ ସନ୍ତୋଷ ଥାଏ ତାହାର ଉପରେ। ଶ୍ରଦ୍ଧା ଭକ୍ତିହୀନ ହୋଇ ଯଦି କହେ ଜନ, ଘୃତ ଦୁଗ୍ଧ ଆଦି ଦ୍ରବ୍ୟ କରେ ସମର୍ପଣ। ସେ ଦ୍ରବ୍ୟକୁ କେବେ ମୁଁ ଗ୍ରହଣ ନ କରେ, ସର୍ବଦା ମୋହି ବିମୁଖ ଥାଏ ତା ଉପରେ। ଯଥାବିଧି ମୁଖେ ମନ୍ତ୍ର କରି ଉଚ୍ଚାରଣ, ମୋର ଅର୍ଚ୍ଚନା କରିବେ ଭକ୍ତିମାନ ଜନ। ଯେଉଁ ମନ୍ତ୍ର ପଢ଼ି ମୋର କରିବେ ପ୍ରଣାମ, କହୁଅଛି ସେହି ମନ୍ତ୍ର ତୁମ୍ଭ ସନ୍ନିଧାନ। ନମସ୍ତୁତେ ମହାଦେବ ଭକ୍ତାନାଂ ଭକ୍ତବତ୍ସଳ, ଅର୍ଦ୍ଧଂ ମହେଶ୍ୱର ରୂପଂ ହରେରନ୍ଧକରୂପକଂ। ଦ୍ୱାବତౌ ଦେବ ସଂଘାତౌ ପ୍ରସିଦେତାଂ ମମେକଦଃ, ଯୋଗେଶ୍ୱରଂ ନମସ୍ୟାମି ଦେବଂ ତ୍ରିଭୁବନେଶ୍ୱରଂ। ତ୍ରିଦଶାଧିପତିಂ ବେଦେବଂ ଶଙ୍ଖଚକ୍ରଗଦାଧରଂ, ଗଙ୍ଗାଧରଂ ନମସ୍ୟାମି ଦେବଂ ତ୍ରିଭୁବନେଶ୍ୱରଂ। ଉମାପତିଂ ନମସ୍ୟାମି ତଥା ଜମ୍ବୁପତିଂ ପତିଂ, ଦ୍ୱାବତౌ ଦେବ ସଂଘାତౌ ପ୍ରସିଦେତାଂ ମମେକଦଃ। ଏହି ମନ୍ତ୍ର ପାଠ କରି ସରଳ ହୃଦୟରେ, ପ୍ରଣାମ କରିବେ ମୋରେ ଭକତି ଭାବରେ। ଶୁଣ ଗୋ ଭବାନୀ ମହୋତ୍ସବର ବିଧାନ, କହୁଅଛି ତୁମ୍ଭ ଆଗେ ଠିକେ ଠିକେ ଜାଣ। ମୋର ଚତୁର୍ଦ୍ଦଶୀ ଯାତ୍ରା 12 ମାସେ ଘଟେ, ଆଦ୍ୟ ଯାତ୍ରା ଗୋଟି ଯେ ପ୍ରଥମାଷ୍ଟମୀ ଅଟେ। ଏହି ମହା ଉତ୍ସବରେ ଭକ୍ତଜନ ମାନେ, ଯାତ୍ରା ଭିଆଣ କରିବେ ଉତ୍ତମ ବିଧାନେ। ଆଗ ପାପ ବିନାଶିନୀ ସାଧନେ ଶଙ୍କରୀ, ଶ୍ରୀ ଭୁବନେଶ୍ୱର ଲିଙ୍ଗରାଜ ପଦ ସ୍ମରି। ପ୍ରତିମା ଯୁଗଳ ଭଲେ ସୁବେଶ କରାଇ, ଶଙ୍ଖ କାହାଳି ଝଞ୍ଜାଳ ମୃଗଙ୍ଗା ଦିବାଇ। ଆରୋପିବେ ଶିବିବାରେ ମହୋତ୍ସବ କରି, ଯାତ୍ରା ଆରମ୍ଭିବେ ନରେ ହେ ପ୍ରିୟ ଗୌରୀ। ଭୁବନେଶ୍ୱସ୍ୟ ପ୍ରତିମା ନୟେତ୍ ପାପ ବିନାଶିନୀଂ, ଚର୍ଚ୍ଚରି ଶଙ୍ଖ କାହାଳି ମୃଦଙ୍ଗ ମୁରଜ ସ୍ୱନେଃ। ଇତ୍ୟାଦି ମଙ୍ଗଳ ବାଦ୍ୟ କରିଣ ବାଦନ, କର୍ପୂର ଚନ୍ଦନ ମିଶାଇଣ ଜଳେ ଜାଣ। ଶ୍ରୀ ଭୁବନେଶ୍ୱର ମୂର୍ତ୍ତି କରାଇବେ ସ୍ନାନ, ତଦନ୍ତେ ପୂଜିବେ ନାମ ଉପଚାରେ ପୁଣ। ମହୋତ୍ସବ ସମନ୍ୱିତେ ସେହି ସମୟରେ, ଦର୍ଶନ କରିବେ ଭାବେ ଯେଉଁ ସବୁ ନରେ। ସେ ନିଶ୍ଚୟ ବିଷ୍ଣୁ ଭୁବନେ କରିବେ ଗମନ, ଯାହା ବାଞ୍ଚୁଥାନ୍ତି ଇନ୍ଦ୍ର ଆଦି ଦେବଗଣ। ଏହିପରି ସଦା ଶିବ ପାର୍ବତୀଙ୍କ ପାଶେ, ସ୍ନେହ ଭରେ ବଖାଣିଲେ ଯଥା ଅବକାଶେ। ପ୍ରଥମାଷ୍ଟମୀ ବିଧାନ ଅତି ସଂକ୍ଷେପରେ, ସନତ କୁମାର ବଦନ୍ତି ମୁନିଙ୍କ ଆଗରେ। ଶ୍ରୀ ହରିହର ମୂର୍ତ୍ତିଙ୍କି ହୃଦେ କରି ଧ୍ୟାନ, ଦିନକ୍ଷେତ୍ରର ଚଇଏ ଲିଙ୍ଗ ପୁରାଣ। ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୃତୀୟ ଖଣ୍ଡେ ପ୍ରଥମାଷ୍ଟମୀ ମହୋତ୍ସବ ବିଧି କଥନେ ନାମ 11 ଅଧ୍ୟାୟ। 12 ଅଧ୍ୟାୟ ଅଷ୍ଟମୀ ବ୍ରତ ବିଧି କଥନ। ସନତ କୁମାର କହନ୍ତି ପ୍ରସନ୍ନ ଚିତ୍ତରେ, ସକଳ ତାପସେ ଶୁଣ ଏଥୁ ଅନନ୍ତରେ।
प्रथमाष्टमी जात्रार विधान श्रवणे अत्यंत आनंद लभी निज मने मने पुनर्बार पचारिले शिवं को पार्वती आवर मते बुझाई कह प्राणपति अष्टमी व्रत पालिबे जेउ प्राणी माने उपवास आचरिबे केमंत विधाने प्रथमाष्टमी ठारू जे प्रति अष्टमी रे 12 मास जाक प्रभु व्रती नारी नरे केश न करिबे तुम्भ अर्चन बंदन संचपी मो आगे बोल हे पंचवदन भुवनेश्वरी मुखु ए वचन शुणी सरागे कहती देव देव शूल पाणी शुण आगो बरानने मो प्राण संगात अष्टमी व्रत विधान करुछि व्यकत मार्गशीर अष्टमी रे श्रद्धा भक्ति भावे शुचिमंत होई व्रती नर नारी सर्वे नाना उपचार द्रव्य करिण संजोग गंध पुष्प धूप दीपे पूजिबे मो लिंग गंडूस प्रमाणे करी गोमूत्र सेवन उपवास आचरिबे व्रतकारी जन ए विधिरे कले उपवास पूजा कर्म सकल पापरु मुक्त हेबे भले जान पौष मासे एही परी कृष्णा अष्टमी रे पूजा करिबे मो लिंग मूर्ति की विधिरे गोघृत मात्र से दिन करिण सेवन उपवास करिबे जे व्रतकारी जन एथिरे अक्षय पुण्य लभिबे अवश्य पाइबे परम गति तुटिब कलुष माघ मासे ही मते अष्टमी पालिबे गोदुग्ध पान करिण उपवासी हेबे नाना उपचारे पूजी मोर लिंग मूर्ति धर्म अर्थ काम मोक्ष लभिबे गो सती फाल्गुन मासे जे कृष्णा अष्टमी तिथिरे मो लिंग पूजा करिबे एही परकारे तिल मात्र सेही दिन करिण भक्षण उपवासी हेबे व्रती नर नारी गण एहा फले धन धान्य आयु हुए वृद्धि सकल कार्य अवश्य हुई सुसिद्धि चैत्र कृष्णा अष्टमी रे गोमय भक्षणे उपवास आचरिबे व्रत कला जने मोर लिंगे आराधना करी विधान रे महापात करु निस्तरिबे नारी नरे वैशाख मासरे कृष्ण पक्ष अष्टमी रे एही भावे मोर लिंग एही भावे मोर चिंग पूजिले सादरे जब चूर्ण सेही दिन करिबे आहार व्रतकारी सर्व पाप होइबे उद्धार ज्येष्ठ मास कृष्ण अष्टमी रे ही परी मोर लिंग आराधिबे प्रति नर नारी गोमूत्र गोमय मात्र करिण सेवन उपवासी हेबे जान नर नारी गण एथिरे लभिबे महापुण्य से निश्चय सर्व आपद घुंचिब कहिलिए प्राय आषाढ़र कृष्ण पक्ष अष्टमी दिवसे व्रत पालन करिबे परम हरसे गंगा जल अथवा श्री विष्णु पाद तक
ସେବନ କରି ବଞ୍ଚିବେ ସେହି ଦିନ ଯାକ। ପୂଜା କରିବେ ମୋ ଲିଙ୍ଗ ନାନା ଉପଚାରେ। ଉତ୍ତମ ଗତି ପ୍ରାପ୍ତ ହେବେ ଅନ୍ତିମରେ। ଶ୍ରାବଣେ ପାନ କରିବ ଲବଣ ଉଦକ। ଅର୍ଜନ କରିବ ଲିଙ୍ଗ ନର ନାରୀ ଯାକ। ଏହି କୃଷ୍ଣାଷ୍ଟମୀର ଫଳ ଯେ ସନ। ଆଜନ୍ମ ପାତକ ରାଶି ହୁଏ ବିନାଶନ। ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ପଡ଼ିଲେ। ନର ନାରୀ ମାନେ ବ୍ରତ ଆଚରିବେ ଭଲେ। ବିଲ୍ୱପତ୍ର 3 ଗୋଟି କରିବେ ଭକ୍ଷଣ। ଲିଙ୍ଗ ଅର୍ଚ୍ଚନାରେ ଦିନ ବଞ୍ଚିବେ ସେ ଜନ। ଧନ ପୁତ୍ର ଆୟୁ ଯଶ ଲଭିବେ ଏଥିରେ। ପରମ ଆନନ୍ଦେ ସେହୁ ରହିବେ କ୍ଷିତିରେ। ଆଶ୍ୱିନ ମାସର କୃଷ୍ଣ ପକ୍ଷ ଯେ ଅଷ୍ଟମୀ। ମହାଫଳ ଦାନ କଲେ ହେ ପ୍ରିୟ ଭବାନୀ। ତଣ୍ଡୁଳ ଉଦକ ପାନ କରି ସେହି ଦିନ। ଉପବାସୀ ହେବେ ବ୍ରତକାରୀ ମାନେ ଜାଣ। ଯତନେ ପୂଜା କରିଣ ମୋର ଲିଙ୍ଗ ମୂର୍ତ୍ତି। ସକଳ ପାପୁ ନିସ୍ତରୀ ହୋଇବେ ସୁକୃତି। କାର୍ତ୍ତିକ ମାସରେ କୃଷ୍ଣାଷ୍ଟମୀ ଆଦରି। ଉପବାସ ଆଚରିବେ ଦଧି ପାନ କରି। ହରିହର ଲିଙ୍ଗ ମୂର୍ତ୍ତି କରିବେ ପୂଜନ। ସର୍ବମଙ୍ଗଳ ଦୂର ହେବ ଏ ବ୍ରତେଣ। ମହାପୁଣ୍ୟର ଯିବେ ବ୍ରତୀ ନର ନାରୀ। କହିଲିଟି ସାର କଥା ଆଗ ମାହେଶ୍ୱରୀ। ଏ ଭାବେ ଦ୍ୱାଦଶ ମାସେ ମୋ ଲିଙ୍ଗ ପୂଜନେ। ଅଷ୍ଟମୀ ବ୍ରତ ପାଳିବେ ନର ନାରୀ ମାନେ। ଏବେ ଶୁଣ ଗୋ ପାର୍ବତୀ ହୋଇ ଏକ ମନ। ଯେଉଁ ମାସେ ଯେଉଁମାନେ ମୋ ଲିଙ୍ଗ ପୂଜନ। ପ୍ରଥମାଷ୍ଟମୀରେ ନାମ ଶଙ୍କର ଅଟଇ। ପୌଷ ଅଷ୍ଟମୀରେ ଦେବ ଦେବ ଉମା ସାଇଁ। ମାଘ ଅଷ୍ଟମୀରେ ମହେଶ୍ୱର ନାମ ମୋର। ଫାଲ୍ଗୁନ ଅଷ୍ଟମୀ ତିଥି ତ୍ରମ୍ବକ ଈଶ୍ୱର। ଭବ ନାମେ ଚୈତ୍ର ମାସେ ମୋ ଲିଙ୍ଗ ପୂଜିବେ। ପିଙ୍ଗଳ ମାନେ ବୈଶାଖେ ଲିଙ୍ଗ ଆରାଧିବେ। ଦକ୍ଷିଣ ମୂର୍ତ୍ତ ଏ ବୋଲି ଜ୍ୟେଷ୍ଠେ ମୋ ପୂଜନ। ଆଷାଢ଼ରେ ନୀଳକଣ୍ଠ ନାମେ ଆରାଧନ। ସ୍ଥାଣୁ ନାମେ ଶ୍ରାବଣରେ କରିବେ ଅର୍ଚ୍ଚନା। ଶମ୍ଭୁ ନାମେ ଭାଦ୍ର ମାସେ ପୂଜିବେ ଗୌମା। ଆଶ୍ୱିନେ ଈଶ୍ୱର ନାମେ କରିବେ ମୋ ପୂଜା। କାର୍ତ୍ତିକ ଯୁଗଳ ନାମ ଶଙ୍କର ଗିରିଜା। ଏ ଭାବେ ଅଷ୍ଟମୀ ବ୍ରତ ଯେଉଁ ଜନ କରେ। ଗନ୍ଧମାଲ୍ୟ ଆଦି ଦେଇ ମୋର ଲିଙ୍ଗ ପରେ। ଭକ୍ତି ଭରେ ଆଚରଇ ସ୍ତବନ ବନ୍ଦନ। ଅନାୟାସେ ଛିଣ୍ଡେ ତାର ସଂସାର ବନ୍ଧନ। ମହାପୁଣ୍ୟ ଫଳ ଲଭେ ସେହି ଭାଗ୍ୟବାନ। ଇହ କାଳେ ସୁଖୀ ହୋଇ ରହଇ ସେ ଜନ। ଆର କାଳେ ନିଶ୍ଚୟ ସେ ଦିବ୍ୟ ଗତି ପାଏ। ପୁନର୍ଜନ୍ମ ନ ଲଭଇ ବ୍ରହ୍ମେ ଲୀନ ହୋଏ। ଏବେ ମନ ଦେଇ ଶୁଣ ଆଗ ମାହେଶ୍ୱରୀ। ଅଷ୍ଟମୀ ବ୍ରତ ସମ୍ପୂର୍ଣ୍ଣ କାର୍ତ୍ତିକରେ କରି। ଉଯାପନ କାଳେ ବ୍ରତୀ ହୋଇ ହର୍ଷ ଭର। ବ୍ରାହ୍ମଣ ଭୋଜନ କରାଇବେ ତଦନ୍ତର। ଶକ୍ତି ଅନୁସାରେ ବିପ୍ରେ ଅର୍ପିବେ ଦକ୍ଷିଣା। ସୁବର୍ଣ୍ଣର ଯତ ବସ୍ତ୍ର ଯାହୁଏ ଘଟନା।
ଭକ୍ତି ଭାବେ ବିଷ୍ଣୁ ଭକ୍ତେ କରିବେ ଅର୍ଚ୍ଚନ, ଭୋଜନ ଅନ୍ତେ କରିବେ ଦକ୍ଷିଣା ପ୍ରଦାନ। ଏମନ୍ତେ ବରଷ ଶେଷ ହୁଅନ୍ତେ ବ୍ରତେ, ମୋର ଜ୍ୟୋତିର୍ଲିଙ୍ଗ କ୍ଷୀରେ ଅଭିଷେକ ଅନ୍ତେ। କୁଶଳେ କରିବେ ବ୍ରତ ପ୍ରତିଷ୍ଠା ବିଧାନ, ପୁଣି ଆରମ୍ଭ କରିବେ ମାର୍ଗଶିରେ ଜାଣ। ବ୍ରତ ପ୍ରତିଷ୍ଠାର ବିଧି ଅଟଇ ଯେପରି, ବର୍ଣ୍ଣନ କରିବି ତାହା ଆଗ ମାହେଶ୍ୱରୀ। କାର୍ତ୍ତିକ ମାସରେ ଯେଉଁ କୃଷ୍ଣାଷ୍ଟମୀ ତିଥି, ଲକ୍ଷଣାଷ୍ଟମୀ ତା ନାମ ଆଗ হৈମବତୀ। ଏହି ଅଷ୍ଟମୀ ବ୍ରତଟି ଅଟେ ସର୍ବସାର, ପ୍ରକାଶ କରିବି ତୁମ୍ଭ ଆଗେ ଅନନ୍ତର। ଏହିପରି ଜଗଦ୍ଗୁରୁ ପ୍ରଭୁ ମା ସାଇଁ, ପାର୍ବତୀଙ୍କ ଆଗେ ବଖାଣିଲେ ତୋଷ ବହି। ସନତ କୁମାର ବଦନ୍ତି ମୁନି ଗଣ ପାଶେ, ସକଳ ମୁନି ଶୁଣନ୍ତି ପରମ ବିଶ୍ୱାସେ। ଶ୍ରୀଲିଙ୍ଗ ପୁରାଣ କଥା ସୁଧା ପାରାବାର, ମହାପାତକ ନାଶନ ଚରିତ ଏହାର। ପଢ଼ି ଶୁଣି ନର ନାରୀ ମାନେ ହୁଅ ତୋଷ, ଶିବଲିଙ୍ଗ ଅର୍ଚ୍ଚନାରେ ବଳାଅ ମାନସ। ଏକାମ୍ର କାନନ ନାଥ ପ୍ରଭୁ ଲିଙ୍ଗରାଜେ, ଦିନହୀନ କ୍ଷେତ୍ରବାସୀ ନିରନ୍ତରେ ଭଜେ। ଇତି ଶ୍ରୀଲିଙ୍ଗ ପୁରାଣେ ତୃତୀୟ ଖଣ୍ଡେ ଅଷ୍ଟମୀ ବ୍ରତ ବିଧି କଥନେ ନାମ ଦ୍ୱାଦଶ ଅଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ ଲକ୍ଷଣାଷ୍ଟମୀ ବ୍ରତ କଥା। ସନତ କୁମାର କହନ୍ତି ଶୁଣ ମୁନି ଗଣ, ଲକ୍ଷଣାଷ୍ଟମୀ ବ୍ରତ ଯେ ଅପୂର୍ବ ବିଧାନ। ପାର୍ବତୀଙ୍କି ସମ୍ବୋଧନ କରି ପଶୁପତି, ସ୍ନେହ ଭରେ ମୃଦୁ ସ୍ୱରେ ସଧୀରେ କହନ୍ତି। ଆଗୋ ମହାସତୀ ଏବେ କରସି ଶ୍ରବଣ, ଲକ୍ଷଣାଷ୍ଟମୀ ବ୍ରତର ଯେମନ୍ତ ବିଧାନ। କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅଷ୍ଟମୀରେ, ଏ ଶୁଭ ବ୍ରତ ପାଳିବେ ଭକ୍ତ ନାରୀ ନରେ। ଶ୍ରଦ୍ଧା ଭରେ ଉପବାସ କରିବେ ବିଧାନେ, କେବଳ ଜଳ ଗଣ୍ଡୁଷ ପିଇ ଶୁଦ୍ଧ ମନେ। ଉପବାସ କରିବ ଗୋ ପରମ ଯତନେ, ଭକ୍ତି ଭାବେ ତେ ହେବ ମୋହର ଯେ ଅର୍ଚ୍ଚନେ। ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ସକଳ, ଅର୍ପଣ କରିବ ଲିଙ୍ଗ ପାଶେ କରି ଠୁଳ। ଦଶ ଉପଚାରେ ଅବା ପଞ୍ଚ ଉପଚାରେ, ପୂଜା ଆରମ୍ଭିବେ ବ୍ରତୀ ବିହିତ ଆଚାରେ। ମୋର ଯେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଆରାଧନେ, ତତ୍ପର ହୋଇବେ ଭଲେ ଆନନ୍ଦିତ ମନେ। ପ୍ରଭାତ କାଳରୁ ଉଠି ଶଯ୍ୟାରୁ ବହନ, ଅଷ୍ଟତୀର୍ଥେ ବିଧି ମତେ ବଢ଼ାଇବେ ସ୍ନାନ। ସନ୍ଧ୍ୟା ତର୍ପଣ କର୍ମକୁ ବିଧାନେ ଆଚରି, ଅଷ୍ଟୋତ୍ତର ଶତ ନାମ ଜପିବେ ଆଦରି। ଶିବ ସୂକ୍ତ ଷଡ଼ାକ୍ଷର ମନ୍ତ୍ର ସୁମରିବେ, ଭୁବନେଶ ଲିଙ୍ଗ ପ୍ରଦକ୍ଷିଣେ ମୁଗ୍ଧ ହେବେ। ସାଷ୍ଟାଙ୍ଗେ ପ୍ରଣାମ କରିବେ ଯେ ମନ୍ତ୍ର ସ୍ମରି, ଓମ୍ ନମ ଶିବାୟ ପଞ୍ଚାକ୍ଷରକୁ ଚାରି। ତ୍ରିବାର ନମସ୍କୃତ୍ୟ ସାଷ୍ଟାଙ୍ଗମବନି ତଳେ, ଅଷ୍ଟବାରାନ୍ ପ୍ରଯତ୍ନେନ ତୁର୍ଯ୍ୟାତ୍ ପୁଷ୍ପାଞ୍ଜଳିಂ ପୁନଃ। ନମସ୍କାର ଅନ୍ତେ ଶୁଦ୍ଧ ଭକ୍ତି ଭାବେ ପୁଣ, ଅନନ୍ତ ବାସୁଦେବଙ୍କୁ ନମି ତତକ୍ଷଣ।
ପ୍ରାର୍ଥନା କରିବେ ମନେ ଥିବା ଅଭିଳାଷ। ପଞ୍ଚ ଉପଚାରେ ତାଙ୍କୁ ପୂଜିବେ ଅବଶ୍ୟ। ପୂଜା ଶେଷେ ପୁଷ୍ପାଞ୍ଜଳି ଦେଇ ହରଷେଣ ତାହାଙ୍କ ନିର୍ମାଲ୍ୟ ଦ୍ରବ୍ୟ କରିବ ଗ୍ରହଣ। ଅଷ୍ଟତୀର୍ଥେ ଅଷ୍ଟଲିଙ୍ଗ କରି ଆରାଧନା। ପୁଷ୍ପାଞ୍ଜଳି ସହିତେଣ ସାରି ବନ୍ଦାପନା। ସର୍ବଶୁଭେ ଶ୍ରୀ ଭୁବନେଶ୍ୱର ଲିଙ୍ଗରାଜେ ଅର୍ଚ୍ଚନ କରିବେ ନାନା ଉପଚାର ସାଜେ। ପ୍ରଭୁଙ୍କ ପାଦ ଉଦକ ସେବନ କରିଣ ତିନିଥର ନମସ୍କାର ବିଧି ଆଚରିଣ। କ୍ଷମା ପ୍ରାର୍ଥନା ଅନ୍ତେ ଯେ ତହୁଁ ବାହୁଡ଼ିବେ ହରିହର ଭକ୍ତ ଜନେ ଭଲେ ନିମନ୍ତ୍ରିବେ। ଭୋଜନ ଦକ୍ଷିଣା ତାଙ୍କୁ ଦେଇ ଆନନ୍ଦରେ ସନ୍ତୋଷ କରାଇବେ ସେ ବ୍ରତୀ ନାରୀ ନରେ। ଜଳ ପୂର୍ଣ୍ଣ ତାମ୍ର ଘଟ ବିପ୍ର કરે ଦେବେ ଶକ୍ତି ମତେଣ ଦକ୍ଷିଣା ତାହାଙ୍କୁ ଅର୍ପିବେ। ମୃଣ୍ମୟ ପାତ୍ରରେ ତିଳ ପୁରାଇ ଯତନେ ବିତରଣ କରବେ ତା ସାଧୁ ବିପ୍ରଗଣେ। ମହା ଆନନ୍ଦରେ ସ୍ୱଚ୍ଛ ମାନସେ ଆବର ଦୁଃଖୀ ରଙ୍କି ଜନେ ଦେବେ ପ୍ରସାଦ ଆବର। ଏହି ରୂପେ ଯେହୁ କରେ ବ୍ରତ ଆଚରଣ ଅଶେଷ ପୁଣ୍ୟ ଲଭିବ ସେହି ବ୍ରତୀ ଜନ। ରାଜଦ୍ୱାରେ ସଂଗ୍ରାମରେ ଜୟ ହୁଏ ତାର ଘୋର ଅରଣ୍ୟ ପଥରେ ଭୟ ହୁଏ ଦୂର। বিষম সংকট নিশ্চয় উদ্ধরে সে প্রাণী মহাব্যাধির তরই জাণ গো সর্বাণী। চৌর ভয় অগ্নি ভয় শত্রুগণ ভয় সর্প ভয় আদি সবু হটই নিশ্চয়। গোহত্যা ব্রহ্ম হত্যাদি মহাপাপ যেতে কিঞ্চিত মাত্র ন রহে তার পুণ্য গাত্রে। অপুত্রী লভই পুত্র ধনার্থর ধনর বিদ্যার্থীর বিদ্যা বুদ্ধি হুই বর্ধন। সকল আপদ মান হুই হরণ অন্তিমে মিলই বিষ্ণু আলয়র স্থান। ইহ কালে লক্ষ্মীবন্ত সুলক্ষণ হই পর কালে নিশ্চয় দিব্য গতি কিল ভই। এমন্তেণ পার্বতীঙ্কি কহিলে শঙ্কর সনত কুমার বদন্তি মুনিଙ୍କ আগর। ଶ୍ରୀଲିଙ୍ଗ ପୁରାଣ କଥା ଛଣା ସୁଧାରସ ଆସ୍ୱାଦନେ ଭକ୍ତି ଜନେ ଭବ ଭୟ ନାଶ। ଏକାମ୍ର କାନନ ନାଥ ଭୁବନେଶ ପାଦ ଧ୍ୟାନ କରି ଦିନ କ୍ଷେତ୍ର ବାସୀର ତେ ପାଦ। ଇତି ଶ୍ରୀଲିଙ୍ଗ ପୁରାଣେ ତୃତୀୟ ଖଣ୍ଡେ ଲକ୍ଷଣାଷ୍ଟମୀ ବ୍ରତ କଥନେ ନାମ ତ୍ରୟୋଦଶ ଅଧ୍ୟାୟ। ଚତୁର୍ଦଶ ଅଧ୍ୟାୟ ପ୍ରାବରଣ ଷଷ୍ଠୀ ବିଧି ବର୍ଣ୍ଣନ। ସଦାଶିବ ଉବାଚ ଇତଃ ପରଂ ମହେଶାନି ଶୃଣୁ ଷଷ୍ଠୀ ମହୋତ୍ସବଂ ମାର୍ଗଶୀର୍ଷସ୍ୟ ପଞ୍ଚମ୍ୟାଂ ବସ୍ତ୍ରଂ ଶୁଦ୍ଧଂ ସମାଚରେତ୍। ଦେବାଗ୍ରମଣ୍ଡପେ ତାନି ବସନାନ୍ୟ ଧିବାସୟେତ୍। अतः प्रभात समय लिंगम त्रिभुवनेश्वरम तीर्थोदकैश्च स्नाप्य दिव्यः पंचामृतैः पुनः दिव्यैर्गोधूमचूर्णैस्तु घृष्टा दिव्य जलैः पुनः स्नापयित्वा महेशानि कुर्वितार्थ महोत्सवम्। द्वाराग्रे पुण्यकुम्भं च
छत्रचामर निःशनान् तत्र दैव्यसलीलैः कुर्यात्प्रावरणं शिवे उपचारैः षोडशभिर्भक्त्या देवं प्रपूजयेत् एवं जः कृते भक्त्या स विष्णु पदमाप्नुयात् एकादशी तृतीया च षष्ठी चैव त्रयोदशी पूर्वविद्या तु कर्तव्या जति न स्यात् परे हानि एकादशी अष्टमी षष्ठी पौर्णमासी चतुर्दशी अमावास्या तृतीया च ताभ्यो पोष्याः परान्विता सनत्कुमार उवाच सनत्कुमार वदन्ति शृण मुनिगण सदाशिव कहुछन्ति पार्वतीं कृपूण ଏହା ପରେ ମହେ ମାନି ଶୁଣ ଦେଇ ମନ ଷଷ୍ଠୀ ମହୋତ୍ସବ ବିଧି ଅଟଇ ଯେ ସନ ମାର୍ଗଶିର ପଞ୍ଚମୀରେ ଉତ୍ତମ ବିଧାନେ शुद्ध नूतन वसन जुग्म परिधाने देवंक अग्रमंडपे बसने भूषणे अधिवास विधि बढ़ाइबे भक्तगणे ताहा परे सुप्रभात समय रे जाण त्रिभुवनेश्वर लिंग राजंको नमीण तीर्थ उदकरे भले स्नान बढ़ाइब उत्तम गोधूर्म चूर्ण घेनिण हस्तरे घर्षण करिबे लिंगे जत्न सहित रे स्नापन कराई दिव्य बास जले पुणी श्रीलिंग अंग पोछिबे वस्त्रे शिवाणी तदंतरे करिबे जे महोत्सव विधि रंभा तरुआर पीण श्रीद्वार सनिधि द्वार अग्रे पुनः कुंभ करिबे स्थापन छत्र चामर आढ़ेणी स्थापि जत्ने पूर्ण घंट शंख भेरी तुरी मृदंग काहाळी बजाइबे आनंदिते वाद्य जंत्रावली तदुत्तारे दिव्य सुवासित सलील रे आरंभिबे प्रावरण पूजकनि करे षोडश उपचारेण अति भक्ति भावे महासमारोहे भले पूजा बढ़ाइबे ओढ़ण षष्ठी उत्सव एमंत विधाने भिआइबे आनंद रे मोर भक्त माने भक्ति भावे करिबे जे एहि महोत्सव विष्णु पादे अंत हेब सेमानंक ठाव पुनर्जन्म न होइबे सेहि पुण्यवन्ते विष्णु साजुज्य लभिबे अवश्य देहान्ते इह काले सुखी होई रहिबे निश्चिंत पुत्र पौत्र धन धान्य वृद्धि अप्रमिते ए षष्ठी उत्सव जेवा करिबे दर्शन मम लोके चली जीवे सेहु देहान्तेण
आजन्म पातक राशि क्षय करि जाण दर्शन फले और जीवे महापुण्य हे सर्वाणी शुणिल तो मन कर्ण देई प्रावरण षष्ठी विधि एमंत अटई एपरि कहिले प्रभु अनुराग भरे बदंती सनत कुमार मुनिको आगरे सौनकादि मुनिगण शुणिए वृत्तांत परम संतोष हेले चिंती उमाकांत श्रीलिंग पुराण हर पार्वती चरित भाषा छंदे भणे क्षेत्र मोहन ए गीत इति श्रीलिंग पुराणे तृतीय खंडे प्रावरण षष्ठी विधि वर्णने नाम चतुर्दश अध्याय